ବିଷୟକୁ ନବା। ରାଜା ଭରତ ଯାହାଙ୍କର ପରାକ୍ରମ, ପ୍ରଜାବତ୍ସଳତା ଏବଂ ଧର୍ମପୂର୍ଣ୍ଣ ବ୍ୟବହାର ଏତେ ପ୍ରଭାବିତ ଥିଲା ଯେ ଅଜନାଭ ବର୍ଷ, ଯାହାକି ଜମ୍ବୁ ଦ୍ୱୀପର ଅନ୍ତର୍ଗତ, ତାହା ଭରତଙ୍କ ନାମରେ ଭାରତ ବୋଲି ବର୍ଣ୍ଣନା ରହିଛି। ଜଣେ ଧର୍ମପରାୟଣ ପିତା ଋଷଭଦେବଙ୍କ ପରି, ଯିଏ ସ୍ୱୟଂ ଭଗବତାଂଶ ଋଷଭଦେବଙ୍କ ଠାରୁ ଜ୍ଞାନ ପ୍ରାପ୍ତି କରିଛନ୍ତି, ଯିଏ ସ୍ୱୟଂ ଭଗବତାଂଶ ଋଷଭଦେବଙ୍କ ଠାରୁ ଜ୍ଞାନ ପ୍ରାପ୍ତି କରିଛନ୍ତି ଏବଂ ସେହି ଜ୍ଞାନରେ ଭଗବତ ସେହି ଜ୍ଞାନରେ ହିଁ ରାଜ୍ୟକୁ ପରିଚାଳନା କରୁଛନ୍ତି। ସେହି ଭରତ ମହାରାଜ ଅତି ସୁନ୍ଦର ଭାବରେ ଭଗବାନଙ୍କର ଶରଣାଗତ ପୂର୍ଣ୍ଣ ହୋଇ ପ୍ରଜାମାନଙ୍କର ସଦା ମଙ୍ଗଳ କାମନା କରି ପ୍ରଜାମାନଙ୍କୁ ସନ୍ତାନ ପରି ପାଳନ କଲେ 1,000,000 ବର୍ଷ। ଏ ପ୍ରକାର ଭାବରେ ଗୋଟିଏ ବର୍ଷ ପାଳନ କରିଥିଲେ। ଶୁଦ୍ଧ କର୍ମ, ଭଗବତ ପ୍ରେରଣା, ଭଗବତ ସମର୍ପଣ କାରଣରୁ ଅନ୍ତଃକରଣ ଶୁଦ୍ଧ ହେଇଥିଲା। ଗୋଟେ ବାକ୍ୟ ରହିଛି, ଅତି ସୁନ୍ଦର ବିଷୟ। कर्मर शुद्धता मनुष्य को अंत शुद्ध अंतकरण प्रदान करता है। कर्मर शुद्धता से विषय ही हमें भगवत गीता रे पाठ कले जे अर्जुन तुम्हें कर्म कर निजर शुद्धता पाए। यह नुहे जे कर्म करने द्वारा तुम किसी प्राप्ति करिवो। जो प्राप्ति करिवार इच्छा रे कर्म करा जाए ताहा मनुष्य को आसक्ति बंधन रे बांधी थाए, कष्ट दुख देता है। जो कर्म शुद्धता प्राप्ति निमंते करा जाए थाए ताहा मनुष्य को उच्च कराई थाए, उच्च लोक को नहीं थाए। तो हमें जहाँ भी करुचे ताहा निजर अंतकरण शुद्ध पाई। काली मु तो कहूली सेमती कौन से गोटे भिक्षुक को जो आम देखा आम कौन करुचे किसी अर्थ आम देउचे। अच्छा जब कहवा केते टंका आम दौचे 5 टଙ୍କା हो 10 ଟଙ୍କା हो 15 हो 20 हो बेसी रु बेसी हेले 50 जाए बेले बेले जाए थाए। तो कहवा से टंका आम जो प्रदान करुचे एथिरे आमर धन प्रभावित हुए नहीं, सरी जाए नहीं। किंतु आम जहाँ प्रदान करुचे से से भिक्षुकर मध्य धन प्रभावित हुए नहीं, ताहार जो भिक्षुक अवस्था ता भी दूर हुए नहीं। तो उभयंक भितरे जो अवस्था ताहा परिवर्तन हुए नहीं। तेबे परिवर्तन कौन हुए? दान रे
ନା ଦାନରେ ଅନ୍ତଃକରଣ ଶୁଦ୍ଧତା ଆସେ। ନିଜ ଭିତରେ ଏକ ଶୁଦ୍ଧତା ପ୍ରାପ୍ତ ହୁଏ, ଏକ ଦବାର ପ୍ରବୃତ୍ତି ସେ ଜାଗ୍ରତ ହେଇଥାଏ। ମନ ଭିତରେ କୋମଳତାର ଭାବ ଜାଗ୍ରତ ହେଇଥାଏ, ସହାନୁଭୂତିର ଭାବ ଜାଗ୍ରତ ହେଇଥାଏ। ତାହା ଆମର ଅନ୍ତଃକରଣକୁ ଶୁଦ୍ଧ କରିଥାଏ। ଶୁଦ୍ଧ ଅନ୍ତଃକରଣରେ ହିଁ ଆମେ ଭଗବାନଙ୍କୁ ପ୍ରାପ୍ତ କରିପାରିବା। ଅନ୍ତଃକରଣ ଶୁଦ୍ଧତା ये भगवत प्राप्ति कराइଥାଏ। ତେଣୁ ଆମେ ଯେଉଁ କର୍ମ କରୁଛେ ତାହା ଆମର ଅନ୍ତଃକରଣର ଶୁଦ୍ଧତା ପାଇଁ କରିବା ଆବଶ୍ୟକ। ଆମେ ଯଦି କାହାର ବିଷୟରେ କଥା ହେଉଛେ, କାହାର ଖରାପ ବିଷୟରେ କଥା ହେଉଛେ, ସେତେବେଳେ ଆମେ ଅନୁଭୂତି ନେଇପାରୁଥିବା। ଯେତେବେଳେ କି ଆମର ଅନ୍ତଃକରଣ ଶୁଦ୍ଧ ହେଇଯିବ ନା, ସେତେବେଳେ ଆମେ ସେ ଅନୁଭୂତିକୁ ବୁଝିପାରିବା। ଆମ ଭିତରେ ଏକ କେମିତିକା ଗୋଟେ ଖରାପ ଭାବନା ବା ଗୋଟିଏ ଯେମିତିକି ସ୍ୱାସ୍ଥ୍ୟ ଖରାପ ଥିଲେ ଯେମିତିକି ଗୋଟେ ବିତୃଷ୍ଣା ଭାବ ଜାଗ୍ରତ ହୁଏ, ଗୋଟେ ଅଲଗା ପ୍ରକାର ଭାବ ଜାଗ୍ରତ ହୁଏ। ଆମେ ଯଦି କାହାର ବିଷୟରେ ଖରାପ କଥା କହୁଥିବା, ତେବେ ସେମିତି ଆମ ଭିତରେ ଜାଗ୍ରତ ହୁଏ, କିନ୍ତୁ ଆମେ ତାକୁ ବୁଝିପାରୁନା। ନ ବୁଝି ବା ଆସକ୍ତିର କାରଣରୁ ଆମେ ଆଗକୁ ଯାଉଛୁ। ତ ଭଗବାନ ଆମକୁ ପ୍ରେରଣା ଦିଅନ୍ତି ଯେ ଏ କାରଣ ଅଶୁଦ୍ଧିର କାରଣ ଅଛି, କିନ୍ତୁ ମାୟା ଆମେ ମୋହିତ ଅଟେ। ତେଣୁ ସେ ବିଷୟକୁ ନ ବୁଝି ଆମେ କ'ଣ କରୁଛେ ନା ପୂର୍ବର ଅଭ୍ୟାସ ଅନୁସାରେ ଖରାପ କାମରେ ମଧ୍ୟ ଆଗକୁ ବଢୁଛେ, ଖରାପ ଚିନ୍ତନରେ ଆଗକୁ ବଢୁଛେ। କିନ୍ତୁ ये ମନେ ରଖିବା ଉଚିତ, ये ଜାଣିବା ଉଚିତ, ये ଅଭ୍ୟାସ କରିବା ଉଚିତ ଯେ କର୍ମ ଆମର ସେଇ ପ୍ରକାର ହେବା ଦରକାର ଯେଉଁ କର୍ମ ଆମର ଅନ୍ତଃକରଣକୁ ଶୁଦ୍ଧ କରିଥାଏ। ଆମକୁ ଅନ୍ତଃକରଣକୁ ଶୁଦ୍ଧ କରିଥାଏ। ଆମେ ଯଦି ଚାହିଁବା ଯେ ଆମେ ସବୁ କିଛି କରିନେବା, ସେଥିପାଇଁ ଆମ ଭିତରେ ମଧ୍ୟ ଜାଗ୍ରତ ଶକ୍ତି ये ରହିବା ଦରକାର। ତ ରାଜା ଭରତ ଯେଉଁ ପ୍ରଜାବତ୍ସଳତା ଧର୍ମପରାୟଣ କର୍ମ କରୁଥିଲେ, ତଦ୍ୱାରା ପ୍ରଜାଙ୍କ ଭିତରେ ଆନନ୍ଦ ତ ପ୍ରାପ୍ତ ହେଉଥିଲା, ପ୍ରଜାଙ୍କ ଭିତରେ ସୁଖ ଶାନ୍ତିର ଝଲକ ତ ରହିଥିଲା, ତତ୍ସହିତ ରାଜା ଭରତଙ୍କର ଅନ୍ତଃକରଣର ଶୁଦ୍ଧତା ଅତି କ୍ଷିପ୍ର ବେଗରେ ଆଗକୁ ବଢୁଥିଲା। ପରମାତ୍ମା ସମସ୍ତଙ୍କ ହୃଦୟରେ ଅଛନ୍ତି। जेति सो देहांत हृदयावकाशे प्रादेश मात्रं पुरुषं वसंतम चतुर्भुजं कंजं रथांग शंख गदाधरं धारणया स्मरन्ति। परमात्मा ସମସ୍ତଙ୍କ ଭିତରେ ରହିଛନ୍ତି। ସେ ହେଉଛନ୍ତି ଚତୁର୍ଭୁଜଧାରୀ। ପରମାତ୍ମା ଚତୁର୍ଭୁଜଧାରୀ ଏବଂ ଭକ୍ତଙ୍କର ହୃଦୟରେ ଥିବା ପରମାତ୍ମାଙ୍କୁ ଯେଉଁମାନେ ଆନନ୍ଦର ପ୍ରେମର ସହିତ ଧ୍ୟାନ କରନ୍ତି, ସେମାନେ ଭଗବାନଙ୍କର ସାନ୍ନିଧ୍ୟତା ମଧ୍ୟ ପ୍ରାପ୍ତ କରିଥାନ୍ତି। ତେଣୁ ଅନ୍ତଃକରଣର ଶୁଦ୍ଧତା ପରମାତ୍ମା ମିଳନରେ ଆମକୁ ସାହାଯ୍ୟ କରିଥାଏ। ତେଣୁ ରାଜା ଭରତ ପରମାତ୍ମାଙ୍କର ଚିନ୍ତନରେ ସଦାବେଳେ ନିଶ୍ଚଳ ଭାବରେ ରହୁଥିଲେ, ଧ୍ୟାନ ମଗ୍ନରେ ରହୁଥିଲେ।
तेणु भगवान प्रति ଅନନ୍ୟ ପ୍ରେମ ତାଙ୍କର ହୃଦୟ ଭିତରେ ଭରି ରହୁଥିଲା। ଏହା କହିବା ଦ୍ୱାରା ଆମେ ଏ ପ୍ରକାର ଅନୁମାନ କରିବା ନାହିଁ ଯେ ଭରତ ମହାରାଜଙ୍କର ଭକ୍ତି ଏବେ ଆସିଲା, ଆଗରୁ ଭକ୍ତି ନଥିଲା। ନାହିଁ, ଯଜ୍ଞ ଦାନ ତପସ୍ୟା ଇଏ ମହର୍ଷି ମାନଙ୍କୁ ମଧ୍ୟ ଶୁଦ୍ଧତା କରିଥାଏ। ପ୍ରତ୍ୟେକ ଜିନିଷରେ ସମୟ କ୍ରମେ ନ୍यूनता ଆସିଥାଏ। ଭଗବାନଙ୍କର ବାଣୀ, ଭଗବାନଙ୍କର ଉପଦେଶରେ ମଧ୍ୟ ନ୍यूनता ଆସିଯାଇଥାଏ। ଯେମିତି ଭଗବାନ କହିଲେ, ମୁଁ ତ ପ୍ରଥମେ ବିବସ୍ୱାନଙ୍କୁ ପ୍ରଦାନ କରିଥିଲି, ସେ ମନକୁ ପ୍ରଦାନ କରିଥିଲେ, ମନ ଇଚ୍ଛାକୁ ପ୍ରଦାନ କରି ଧୀରେ ଧୀରେ ତାହା ଲୋପ ପାଇବାକୁ ବସିଲାଣି। ତ ସେଇ ପ୍ରକାର ଯେଉଁ ନ୍यूनता ତାକୁ ଶୁଦ୍ଧ କରିବା ପାଇଁ ମନୁଷ୍ୟ କ'ଣ କରିଥାଏ ନା ଯଜ୍ଞ କରିଥାଏ। ଏବଂ ଯଜ୍ଞାନଂ ଜପ ଯଜ୍ଞସି, ବାରମ୍ବାର ଯଜ୍ଞ, ବାରମ୍ବାର ଜପ ଶୁଦ୍ଧ ଭାବରେ ଇଏ ଆବଶ୍ୟକ ହେଇଥାଏ। ତ ସେ ପ୍ରକାର ରାଜା ଭରତ ମଧ୍ୟ ଏ ଯୋଉ ଅନ୍ତଃକରଣର ଶୁଦ୍ଧ ପ୍ରାପ୍ତ ନିମନ୍ତେ ଯେଉଁ କର୍ମ ଥିଲା ତାହା ତାଙ୍କୁ ଭଗବତ ଭକ୍ତିରେ ଅତ୍ୟଧିକ ନିପୁଣ କରାଉଥିଲା। ସେ ଭଗବାନଙ୍କର ସଂଲଗ୍ନରେ ବା ଭଗବାନଙ୍କର ଚିନ୍ତନରେ ନିମଗ୍ନ ରହୁଥିଲେ। ଏବଂ ଅତିମାତ୍ରାରେ ଶୁଦ୍ଧ ପ୍ରାପ୍ତ କରିବା, ଭଗବାନଙ୍କର ଚିନ୍ତନରେ ରହିବା, ଇଏ ଆମର ଶରୀରରେ ମଧ୍ୟ ପ୍ରତିଫଳିତ ହେଇଥାଏ। ଯାହାକି ଭରତ ମହାରାଜଙ୍କର ଶରୀରରେ ପ୍ରତିଫଳିତ ହେଉଥିଲା। ବିଭିନ୍ନ ଲକ୍ଷଣମାନ ତାଙ୍କର ଭିତରେ ପରିଲକ୍ଷିତ ହେଉଥିଲା। ଏପରି ଭାବରେ ସିଏ ଗୋଟିଏ ବର୍ଷ ଏବଂ ବର୍ଷା ୟୁତ ସହସ୍ରଂ, ଅୟୁତ ସହସ୍ର ମାନେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାସନ କଲେ। ଧୀରେ ଧୀରେ ଶାସନର ଯୋଉ ଆକର୍ଷଣ, ଶାସନ କରିବାର ଯୋଉ ଆକର୍ଷଣ, ତା ପ୍ରତି ବୈରାଗ୍ୟ ଆସିଲା। ସେ ଚିନ୍ତା କଲେ ଯେ ମୁଁ ଆଉ କେତେ ଦିନ ଶାସନ କରିବି। ତେଣୁ ସେ କ'ଣ କଲେ ନା ରାଜାଙ୍କର ଯେଉଁ ସମ୍ପତ୍ତି ଥିଲା, ବଂଶ ପରମ୍ପରା ବା ରାଜାଙ୍କର ପୂର୍ବ ରାଜାଙ୍କର ଯେଉଁ ସମ୍ପତ୍ତି ଯାହାକି ଥିଲା, ଏସବୁ ସମ୍ପତ୍ତିକୁ ଯଥୋଚିତ ଭାବରେ ବାଣ୍ଟି ଦେଲେ। ଅର୍ଥାତ୍ ଯାହାକୁ ଯେମିତି ଭାଗ ଦେବା କଥା, ଯାହା ରାଜ ନିୟମ ରହିଛି ସେ ଭାଗ ଯେଉଁମାନେ ପ୍ରାପ୍ତ କରିବା କଥା, ସେଇ ସମୟରେ ସେଇ ଅନୁସାରେ ସେ କ'ଣ କଲେ ନା ସମସ୍ତ ସମ୍ପତ୍ତିକୁ ବାଣ୍ଟି ଦେଲେ। ଏବଂ ତାପରେ ସେ ରାଜନଗର, ଯାହାକି ସର୍ବ ସମ୍ପଦର ଅଧିକାରୀ, ପ୍ରଜାମାନଙ୍କର ପ୍ରକୃତ ଧନ ନେଣ ତେଣ ଇଏ ରାଜନଗରରେ ସବୁ ହେଇଥାଏ। ଯାହା କିଛି ରାଜନଗର ରହିଥାଏ, ତ ରାଜନଗର ଯାହାକି ସମ୍ପୂର୍ଣ୍ଣ ଧନର ଅଧିକାରୀ, ସେ ତାକୁ ବି ତ୍ୟାଗ କରିଦେଲେ ଏବଂ ଗଲେ କେଉଁଠାକୁ? ଏ ସବୁ କିଛି ସେ ତ୍ୟାଗ କରି ପୁଲହାଶ୍ରମଂ ପ୍ରବ୍ରଜ, ପୁଲହଙ୍କର ଆଶ୍ରମକୁ ଚାଲିଗଲେ। ପୁଲହଙ୍କର ଆଶ୍ରମକୁ ଚାଲିଗଲେ।
ବାସ୍ତବରେ ଏ କଥା ରହିଛି ଯେ ପୁଲା ଆଶ୍ରମକୁ ହରିହର କ୍ଷେତ୍ର ବୋଲି କୁହାଯାଏ। ଏ ପ୍ରକାର ମଧ୍ୟ ବର୍ଣ୍ଣନା ରହିଛି ଯେ ପୁଲା ଆଶ୍ରମକୁ ବର୍ତ୍ତମାନ ମଧ୍ୟ ଅଦ୍ୟାପି ବର୍ତ୍ତମାନ ମଧ୍ୟ ଯତ୍ର ବାବା ଭଗବାନ ହରିଦ୍ୟାପି तत्रत्यानां निजजनानां वात्सल्येन सन्निध्याप्यत सन्निध आप्यत इच्छारूपेण। माने वर्तमान सुद्धा अर्थात ये विषय केवल भरत महाराज विषय किंतु सही विषय व्यासदेव रचना अच्छी वर्तमान सुधा से स्थान को भगवान आसंती। तो यही प्रकार एक पवित्र स्थान जहाँकि गंडकी नदी कूल थिला, जहाँकि गंडकी नदी कूल थिला। जताश्रम पदान्युभयतो नाभि दृशचैर क्रश्चक्र नदी नाम सरित प्रवरा सर्वतः पवित्री करोति। जो गंडकी नदी, ये गंडकी नदीर पवित्रता ये प्रसिद्ध अटे। जो नदीर कूलरू हमको शालग्राम प्राप्त होता है। शालग्राम एन तेन शिला नुहे, जो भगवानंकर नाभि रहता है, चक्र चिन्ह शंख चिन्ह मध्य रहता है। शालग्राम आम पढ़ा अजापेड़ विषय शालग्राम पूजन कारण से पुनर्वार भगवान नाम नेवार जो स्मरण कर शक्ति प्राप्त करते। तो सही गंडकी नदी रे शालग्राम प्राप्त होता है। तेणु से स्थान अति पवित्र स्थान एवं राजा भरत सब विषय को त्याग करी से पुलहंकर आश्रम रे रहिबा को लगिले। पुलहंक आश्रम गोटे कुड़िया तांको मिलगला, एका रहिले बणरे भगवान पे कौन मिल पत्र पुष्प तुलसी जल एवं बनर जो फूल फल फल मिले कंदमूल इत्यादि ये सब भगवान पूजा अर्चना रे व्यवहार कले एवं भगवान को नित्य आराधना करिवारे रत रहिले। भगवान को नित्य आराधना कले एवं वैराग्य युक्त आराधना मनुष्य को कौन करि थाए ना इंद्रियर जो कर्म रही बा विषयर भाव ताको नष्ट कर देता है। जेमती कि सुंगिबा शुणिबा ये सब इंद्रियर भाव आ शुणिबा को इच्छा नहीं, आ किछि आग्रहण करने को इच्छा नहीं, आ किछि खाइबा को इच्छा नहीं। तो ये विषय भाव को वैराग्य नष्ट कर देता है। जो वैराग्य भाव
ରାଜା ଭରତଙ୍କ ଭିତରେ ଜାଗ୍ରତ ହେଇଥିଲା, ତଦ୍ୱାରା ସେ ବିଷୟ ଭାବନାରୁ ନିବୃତ୍ତ ହୋଇଗଲେ। ଏବଂ ଯେତେବେଳେ ମନୁଷ୍ୟର ବିଷୟ ଭାବନା ନଷ୍ଟ ହେଇଯାଏ, ତାକୁ ଆଉ କିଛି ଖାଇବାକୁ ଇଚ୍ଛା ନାହିଁ, ଶୁଣିବାକୁ ଇଚ୍ଛା ନାହିଁ, ଦେଖିବାକୁ ଇଚ୍ଛା ନାହିଁ, ଆଉ କିଛି ସ୍ପର୍ଶ କରିବାକୁ ଇଚ୍ଛା ନାହିଁ, ତେବେ ସେ ମଣିଷ କଣ ହୁଏ? ସମ୍ପୂର୍ଣ୍ଣ ରୂପେ ଏକ ବିଷୟରେ ସ୍ଥିର ରହିଯାଏ। ଏବଂ ଭରତଙ୍କର ସେ ବିଷୟ ଥିଲା ଭଗବାନ। ତ ଧୀରେ ଧୀରେ ଭରତ ମହାରାଜ କେବଳ ଭଗବାନଙ୍କ ସହିତ ଏକାଗ୍ରତା ହେଇଗଲେ। ବିଷୟ ଭାବନା, ବିଷୟ ଶକ୍ତି ଆଉ କିଛି ରହିନଥିଲା। ଏବଂ ଏହି ପ୍ରକାର ସମାଧି ସ୍ଥିତି ଭରତ ମହାରାଜଙ୍କୁ ପରମ ଆନନ୍ଦ ଦେବା ଆରମ୍ଭ କଲା। ଏ ପରମ ଆନନ୍ଦ, ସେ ପରମ ଆନନ୍ଦର ବ୍ୟାଖ୍ୟା ବାସ୍ତବରେ ସମସ୍ତେ ବୁଝିବା ବା ସମସ୍ତେ କହିବା ଇଏ ସମ୍ଭବ ନୁହେଁ। ସେ ପରମ ଆନନ୍ଦକୁ ସେ ଭରତ ମହାରାଜ କଣ କଲେ? ପ୍ରାପ୍ତ କଲେ। ଏପରି ଭାବରେ ଏହା ନୁହେଁ ଯେ ସେ ଆନନ୍ଦ ପ୍ରାପ୍ତ କଲେ ତାପରେ ତାକୁ ତ୍ୟାଗ କରିଦେଲେ, ଆଉ ସେ ବିଷୟରେ ଧ୍ୟାନ ଦେଲେ ନାହିଁ। ସେ ବିଷୟକୁ ବାରମ୍ବାର ବାରମ୍ବାର ପ୍ରାପ୍ତି କରିବାର ନିତ୍ୟ ଅଭ୍ୟାସ କଲେ। ପ୍ରତିନିତ୍ୟ ଭଗବତ ସେବା ଏବଂ ଏକାଗ୍ରତା, ଭଗବତ ଏକାଗ୍ରତା, ତତଃ ସେ ଦୀର୍ଘ ସମୟ ଆନନ୍ଦ ପ୍ରାପ୍ତ କରିବାରେ ରତ ରହିଲେ। ମନୁଷ୍ୟ ଯେଉଁଠାରେ ଆନନ୍ଦ ପ୍ରାପ୍ତ କରିଥାଏ, ସେ ସ୍ଥାନରେ ତାର ଅଧିକ ପ୍ରେମ ରହିଥାଏ, ତାହାର ଅଧିକ ପ୍ରେମ ରହିଥାଏ। ଯଦି ଆମେ ଶରୀରର ଆନନ୍ଦକୁ ଶ୍ରେଷ୍ଠ ଆନନ୍ଦ ବୋଲି ଭାବିବା ଅଜ୍ଞାନର କାରଣରୁ, ତେବେ ଆମେ କଣ କରିବା? ଶରୀରକୁ ଯେ ଆନନ୍ଦ ଦେଲା, ଆମେ ସିଏ ହିଁ ସବୁଠାରୁ ଆନନ୍ଦଦାୟୀ ବୋଲି ଭାବିବା। ଯଦି ଆମେ ଦିବ୍ୟ ଆନନ୍ଦ ସବୁଠାରୁ ଶ୍ରେଷ୍ଠ ବୋଲି ଗ୍ରହଣ କରିନେବା, ଆତ୍ମାର ଆନନ୍ଦ ହିଁ ଶ୍ରେଷ୍ଠ ବୋଲି ଗ୍ରହଣ କରିନେବା, ଆତ୍ମତତ୍ଵକୁ ବୁଝିପାରିବା, ତେବେ ଆମେ ଆତ୍ମଜ୍ଞାନଟାକୁ ଖୋଜିବା, ଆତ୍ମାର ଆନନ୍ଦଟାକୁ ଖୋଜିବା ଏବଂ ସେ ଆନନ୍ଦ ପ୍ରତି ଆମେ ପ୍ରେମ କରିବା। ଏବଂ ଭରତ ମହାରାଜ ସେହି ଦିବ୍ୟ ଆନନ୍ଦରେ ଅଧିକ ସମୟ ସ୍ଥିତ ରହି ସେ ଆନନ୍ଦ ପ୍ରତି ସିଏ ପ୍ରେମ ଯୁକ୍ତ ହେଲେ। ସେ ଆନନ୍ଦ ପ୍ରତି ତାଙ୍କର ପ୍ରେମ ବଢିଗଲା ଏବଂ ସେ ଭଗବତ ପ୍ରେମରେ ଉଦ୍ବୁଦ୍ଧ ହେଲେ ଏବଂ ତାଙ୍କର ଯେଉଁ ଚିନ୍ତନ ଶକ୍ତି, ଯେଉଁ ହୃଦୟ, ତାହା ଅନ୍ୟ ସମସ୍ତ ବିଷୟର ବନ୍ଧନରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ କେବଳ ଭଗବତ ଚିନ୍ତନରେ ଦୃଢ ଭାବରେ ସ୍ଥିର ହୋଇଗଲା। ଏବଂ ଯେତେବେଳେ ମନୁଷ୍ୟ ଅଶେଷ ଆନନ୍ଦ ପ୍ରାପ୍ତ କରେ, ତାହାର ଶରୀରରେ ଏକ ସିଞ୍ଚରଣ ଆସିଥାଏ, ଯାହାକି ଭରତ ମହାରାଜଙ୍କ ପାଖରେ ଦେଖିବାକୁ ମିଳୁଥିଲା। ଆନନ୍ଦର ପରମ ସୀମା ଉତ୍କଣ୍ଠା ପ୍ରଦାନ କରିଥାଏ ଏବଂ ସେଇ ଉତ୍କଣ୍ଠାର କାରଣରୁ ଭରତ ମହାରାଜଙ୍କର ଚକ୍ଷୁରୁ ଲୋତକ ଅଶ୍ରୁ ପ୍ରବାହ ହେବା ଲାଗିଲା
ଅଶ୍ୱପ୍ରଭା ହେବାର ଲାଗିଲା। ଶେଷରେ ଯେତେବେଳେ ଭରତ ମହାରାଜ ପରମ ଆନନ୍ଦରେ ପରିପୂର୍ଣ୍ଣ ସେଇ ସାଗରରେ ନିଜର ହୃଦୟକୁ ବୁଡ଼ାଇ ଦେଇଛନ୍ତି ଏବଂ ନିଜର ନିୟମିତ କର୍ତ୍ତବ୍ୟ କର୍ମ ଭଗବତ ସେବା ପରିପୂର୍ଣ୍ଣ କରୁଛନ୍ତି, ଧୀରେ ଧୀରେ ଆଉ କୌଣସି ବିଷୟ ତାଙ୍କର ମନେ ରହିଲା ନାହିଁ। କେବଳ ଭଗବାନଙ୍କ ସହିତ ଏକାଗ୍ରତା ଏବଂ ସେ ଆନନ୍ଦ ପାଇବାର ଯେଉଁ ପରମ ଆନନ୍ଦ, ସେ କେବଳ ସେଥିରେ ହିଁ ସ୍ଥିର ହେଇଗଲେ। ଏପରି ଭାବରେ ସେ ଭଗବତ ଚିନ୍ତନରେ ଏକାଗ୍ରତାରେ ସ୍ଥିର ହେବାକୁ ଲାଗିଲେ। ବସନ ହିସାବରେ ମୃଗ ଚର୍ମ ଧାରଣ କରୁଥିଲେ। ତିନି ସନ୍ଧ୍ୟା ଆଚରଣ କାରଣରୁ ତିନି ସନ୍ଧ୍ୟାରେ ସିଏ ସ୍ନାନ କରୁଥିଲେ ଏବଂ ଏ ସ୍ନାନର କାରଣରୁ ତାଙ୍କର କେଶ ଗୁଡ଼ିକ ଜଟଯୁକ୍ତ ହେଇଯାଇଥିଲା। ଜଟା ଯେମିତି ଜଟା ଜଟା ହେଇଯାଇଥିଲା। ଶରୀରରେ ଦିବ୍ୟ ଆଭା, ଜଟାଯୁକ୍ତ କେଶ, ମୃଗଚର୍ମ ଧାରଣ, ये ବାସ୍ତବରେ ଭରତ ମହାରାଜଙ୍କର ଏକ ଆକର୍ଷଣ, ଦିବ୍ୟ ଆକର୍ଷଣ ରୂପ ରହିଥିଲା। ସେ କଣ କରୁଥିଲେ ନା ସଦାବେଳେ ଉଦିତ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରୁଥିଲେ, ଯିଏ ହେଉଛନ୍ତି ଜ୍ୟୋତିର୍ମୟ ସ୍ୱରୂପ। ଭଗବାନ ଅଂଶ ସ୍ୱରୂପ ହେଉଛନ୍ତି ବିବସ୍ୱାନ। ଭଗବାନ ସୂର୍ଯ୍ୟ ସେ ହେଉଛନ୍ତି କର୍ମଫଳ ପ୍ରଦାୟକ। ମଣିଷର ଯେଉଁ କର୍ମ ତାହାର ହିସାବ ସୂର୍ଯ୍ୟଙ୍କ ଦ୍ୱାରା ପ୍ରଦାନ ହେଇଥାଏ, କର୍ମଫଳ ପ୍ରଦାୟକ। ଏବଂ ସେ ଜଗତ ଉତ୍ପତ୍ତିର ଦର୍ଶକ, ଜଗତର ଆରମ୍ଭରୁ ସୂର୍ଯ୍ୟ ରହିଛନ୍ତି। ତେଣୁ ସେ ସୂର୍ଯ୍ୟଙ୍କର ପୂଜନ କରୁଥିଲେ ଏବଂ ନିଜର ଯତ୍କିଂଚ ଶକ୍ତି ଦ୍ୱାରା ଜୀବମାନଙ୍କୁ ସେ କଣ କରୁଥିଲେ ନା ରକ୍ଷା କରୁଥିଲେ। ତେଣୁ ରାଜା ଭରତ ସେ ସୂର୍ଯ୍ୟଙ୍କର, ଯିଏକି ସମସ୍ତଙ୍କର ରକ୍ଷକ, ତାଙ୍କର ଶରଣାଗତ ହୋଇ ପ୍ରତିନିତ୍ୟ ସୂର୍ଯ୍ୟଙ୍କର ପୂଜା ସହିତ ଭଗବାନଙ୍କର ଧ୍ୟାନରେ ଏକାଗ୍ରତା ରହି ଆନନ୍ଦ ପ୍ରାପ୍ତ କରୁଥିଲେ। ଏହି ପ୍ରକାର ଜୀବନ ଚର୍ଚ୍ଚା ରାଜା ଭରତଙ୍କର ପୁଲହ ଆଶ୍ରମରେ ଦୀର୍ଘ ଦିନ ଧରି ଚାଲିଲା। ଏବଂ ପରେ କଣ ହେଲା?